ଯାଜପୁର ରୋଡରୁ ଆମର ଯିଏ ରାଜ୍ୟର ସମ୍ପାଦିକା ଅଛନ୍ତି ମହିଳା ମୋର୍ଚ୍ଚାର ଇତିଶ୍ରୀ ଜେନା ଏବଂ ତାଙ୍କ ପରିବାର ପାଖାପାଖି 11 ଜଣ ଗ୍ୟାଙ୍ଗଟକ୍ ସେମାନେ ବୁଲିବା ପାଇଁ ଯାଇଥିଲେ, ସିକିମ୍ ବୁଲିବା ପାଇଁ ଯାଇଥିଲେ ଏବଂ ଦୁଇଟି ଗାଡ଼ିରେ ସେମାନେ ଗଲାବେଳେ ଗୋଟିଏ ଗାଡ଼ି ଖାଇରେ ଖସି ପଡ଼ିଥିଲା ଏବଂ ଖସି ପଡ଼ିଲା ପରେ ଦୁଇଟି ତାଙ୍କର ପରିବାର ସଦସ୍ୟ ତାଙ୍କର ସାନ ପୁଅ ଏବଂ ପୁତୁରା ସେମାନେ ବର୍ତ୍ତମାନ ବର୍ତ୍ତି ଯାଇଛନ୍ତି ଏବଂ ଗମ୍ଭୀର ଭାବରେ ଆହତ ଅଛନ୍ତି। ବାକି ସମସ୍ତଙ୍କୁ ଖୋଜା ଚାଲିଛି। ଗତକାଲି ରାତିରୁ ଆଜି ସକାଳୁ ମଧ୍ୟ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ସିକିମ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଆମର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହିତ ଏବଂ ତା ସହିତ ସମ୍ବିତ ପାତ୍ର ମାନ୍ୟବର ସାଂସଦ ସେ ଯିଏକି ସିକିମ୍ର ପ୍ରଭାରୀ ଅଛନ୍ତି ସେ ମଧ୍ୟ ନିରନ୍ତର ଭାବରେ ଆଲୋଚନା କରୁଛନ୍ତି ସିକିମ୍ ସରକାରଙ୍କ ସହିତ। ରେସ୍କ୍ୟୁ ଅପରେସନ୍ ଜୋରଦାର ହେଇଛି। ବର୍ତ୍ତମାନ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କୁ ଏୟାରଲିଫ୍ଟ କରିକି ଅଣାଯାଉଛି ଉନ୍ନତ ଧରଣର ଚିକିତ୍ସା ପାଇଁ ଏବଂ ଯେଉଁମାନେ ରେସ୍କ୍ୟୁ କରିବା ପାଇଁ ମଧ୍ୟ ଆଉ ଏକ ଟିମ୍ ପହଞ୍ଚୁଛି ସେଠି। ତା ସହିତ ଓଡ଼ିଶାରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଗୋଟେ ଟିମ୍ ଯାଇକି ପହଞ୍ଚୁଛି ଖୁବ୍ ଜଲ୍ଦି ସିକିମ୍ ଠାରେ ଏବଂ ଆମେ ସମସ୍ତେ ବର୍ତ୍ତମାନ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯେ ଯେଉଁମାନେ ନିଖୋଜ ଅଛନ୍ତି ସମସ୍ତେ ସୁସ୍ଥ ହୋଇ ଫେରନ୍ତୁ, ଏହା ହିଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ। ଗତକାଲି ରାତି 9ଟାରେ ଆମେ ଯେଉଁ ଖବର ଆସିଲା ତାଙ୍କେ ସେ ଯେଉଁ ଯାଉଥିଲେ ଆଗ ଗାଡ଼ିଟା ଗଲା ପରେ ପଛ ଗାଡ଼ିର ଲାଇଟ୍ ଦେଖାହେଲାନି। ହଠାତ୍ ଏମାନେ ଦେଖିଲେ ଯେ ଗାଡ଼ିଟା ଆକ୍ସିଡେଣ୍ଟର ସମ୍ମୁଖୀନ ହେଇଛି। ମାନେ ସେଠି ବର୍ଷା ଏବଂ ଅନ୍ୟାନ୍ୟ ସେ ହେଇକି ଆକ୍ସିଡେଣ୍ଟର ସମ୍ମୁଖୀନ ହେଇକି ପଲଟ ଖାଇକି ମାନେ ପୁରା ଯାଇକି ତିସ୍ତା ନଦୀରେ ସବୁ ଗାଡ଼ିଟା ପହଞ୍ଚି ଯାଇଛି। ଟୁରିଷ୍ଟର ନା ସେଟା କହୁଛନ୍ତି। ତିସ୍ତା ନଦୀରେ ସେଟା ପଡ଼ିଯାଇଛି ଏବଂ ତା ଭିତରେ ତାଙ୍କର ପୁଅ ଆଉ ପୁତୁରାକୁ ସେ ଠେଲି ଦେଇଛନ୍ତି, ଯେଉଁଥିରେ ମଧ୍ୟ ସେମାନେ ବାହାରକୁ ଆସି ସିରିୟସଲି ଇଞ୍ଜୋର୍ଡ ହେଇକି ବର୍ତ୍ତମାନ ଗ୍ୟାଙ୍ଗଟକ୍ ଟ୍ରାନ୍ସଫର ହେଇକି ହସ୍ପିଟାଲ ଅଛନ୍ତି। ତେଣୁ ବର୍ତ୍ତମାନ ସୁଦ୍ଧା ଯାହା ଜଣାଉଛି ମୁଁ ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିତ ଯୋଗାଯୋଗ କରିଥିଲି ଆଜି ସକାଳେ। ସିଏ ମଧ୍ୟ ସିକିମ୍ର ମୁଖ୍ୟମନ୍ତ୍ରୀ ସହିତ ଯୋଗାଯୋଗ କରିଛନ୍ତି ଏବଂ ଯଥାଶୀଘ୍ର ତାଙ୍କ ରେସ୍କ୍ୟୁ ଅପରେସନ୍ ହେବ ଏବଂ ମୁଁ ମଧ୍ୟ ସିକିମ୍ର MP ସାଂସଦ ମହୋଦୟଙ୍କୁ ସକାଳେ କଥା ହେଇଥିଲି। ସେ ସର୍ଚ୍ଚ ଅପରେସନ୍ ଚାଲିଛି। NDRF ଅଛି, ITBP ଏବଂ ଅନ୍ୟ ପୋଲିସ ଫୋର୍ସ ସେ ଚାଲିଛି ଏବଂ କଲେକ୍ଟର ମ୍ୟାଡ଼ାମ ଏବଂ ଆମ SP ମଧ୍ୟ ସହିତ କଥା ହେଇଛି। ସେଠିକାର ସିକିମ୍ର ଯେଉଁଟା କହୁଛନ୍ତି ଯେଉଁଟା ନର୍ଥ ସିକିମ୍ରେ ହେଇଛି ସେଠିକାର କଲେକ୍ଟର ମଧ୍ୟ ଉପସ୍ଥିତ ଅଛନ୍ତି ଅନ୍ ଦି ସ୍ପଟ୍ ଏବଂ ଟାଇମ୍ ଟୁ ଟାଇମ୍ ଆମକୁ ଇନଫର୍ମେସନ୍ ସବୁ ଦେଉଛନ୍ତି। ତେଣୁ ବର୍ତ୍ତମାନ ଯାହା ଜଣାପଡ଼ୁଛି ଗୋଟେ ଲାଶ ମିଳିଛି ମାନେ ନଈର ସେପଟେ ଏବଂ NDRF ଟିମ୍ ଯେଉଁ ଯାଇଛନ୍ତି ତାଙ୍କର NDRF ଟିମ୍ ଦୁଇଟା ଛୋଟ ଛୋଟ ନଈ ପାର ହେଇକି ବର୍ତ୍ତମାନ ରଶି ସାହାଯ୍ୟରେ ସେ ନଈ ପାର ହେଇକି ସେପଟକୁ ଯାଇକି ସେମାନେ ଯାଉଛନ୍ତି, ଚେଷ୍ଟା କରୁଛନ୍ତି ଯିବା ପାଇଁ। ଗୋଟେ ମାନେ ସେ ବସ୍ର ଯେଉଁଟା କହୁଛନ୍ତି ଟୁରିଷ୍ଟର ମାନେ କିଛି ଭାଗ ଦେଖାହେଉଛି ନଈରେ ଏବଂ ଅପୋଜିଟ୍ ସାଇଡ଼୍ରେ ଗୋଟେ ଲାଶ ମିଳିଛି ବୋଲି ପୁଅ ପିଲାର ଜଣେ ଲାଶ ମିଳିଛି ବୋଲି ସେମାନେ କହୁଛନ୍ତି ଏବଂ ଅନ୍ୟାନ୍ୟ କୌଣସିର ସନ୍ଧାନ ମିଳିନି। ସେ ସର୍ଚ୍ଚ ଅପରେସନ୍ ତଥାପି ଚାଲିଛି। ରାଜ୍ୟ ସମ୍ପାଦିକା ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା ସେ ତାଙ୍କ ପରିବାର ସହିତ ସିକିମ୍ ଯାଇଥିଲେ ବୁଲିବା ପାଇଁ। କାଲି ସନ୍ଧ୍ୟାବେଳେ ମୋ ସହିତ କଥା ହେଇଥିଲେ ସନ୍ଧ୍ୟା 6ଟା ବେଳେ କଥା ହେଇଥିଲେ ମୋ ସହିତ। ଏଠି କ'ଣ ନେଟୱାର୍କ ଲାଗୁନି, ୱାଇଫାଇରେ କଥା ହେଇଥିଲେ। ପରବର୍ତ୍ତୀ ସମୟରେ ଆମେ ସକାଳୁ ଖବର ପାଇଲୁ ଯେ ତାଙ୍କ ସେ ଯେଉଁ ବସ୍ଟି ଉଲ୍ଟି ପଡ଼ିଛି। ସେ ବର୍ତ୍ତମାନ ନିଖୋଜ ଅଛନ୍ତି। ତାଙ୍କ ପୁଅକୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଛି ଯଦିଓ ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଅଛି। ଆମର ମାନ୍ୟବର ବିଧାୟକ ଯିଏ ଆକାଶ ଦାସ ନାୟକ ସକାଳୁ ଖବର ପାଇଲା ମାନେ ସେ ଫୋନ୍ କରିଥିଲେ ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ପାଖକୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ସିକିମ୍ର ମୁଖ୍ୟମନ୍ତ୍ରୀ ସହିତ କଥା ହେଇଛନ୍ତି। ଜୋରଦାର ରେସ୍କ୍ୟୁ ଅପରେସନ୍ ଚାଲିଛି। ଆମେ ଭଗବାନ ନିକଟରେ ପ୍ରାର୍ଥନା କରୁଛୁ ଯେ ସେ ସୁସ୍ଥ ଅବସ୍ଥାରେ ଉଦ୍ଧାର ହୁଅନ୍ତୁ।